ବେନ୍ କହୁଛି। ନମସ୍କାର, ମୋ ନିଜର ୟୁଟ୍ୟୁବ୍ ଚ୍ୟାନେଲକୁ ଆପଣଙ୍କୁ ସ୍ୱାଗତ କରୁଛି। ଆଜିକାଲି ଓଡ଼ିଶାରେ ସମସ୍ତେ ଆଲୋଚନା କରୁଛନ୍ତି ରାଜ୍ୟସଭା ଇଲେକ୍ସନ୍ ନେଇକି। ଆଉ କିଛି ଦିନ ଭିତରେ ରାଜ୍ୟସଭା ଇଲେକ୍ସନ୍ ହେବ। 4 ଜଣ MP ଇଲେକ୍ଟେଡ୍ ହେଇକିରି ଓଡ଼ିଶାରୁ ଯିବେ। ତ ଲୋକର ପ୍ରବଳ ଆଲୋଚନା, ପ୍ରବଳ ଇଣ୍ଟରେଷ୍ଟ, ଏବଂ ପାର୍ଟିକୁଲାର ଗୋଟେ ସିଟ୍ ନେଇକିରି ଲୋକର ଆଉ ଅଧିକା କାହିଁକି ଯେଉଁ ଫୋର୍ଥ କ୍ୟାଣ୍ଡିଡେଟ୍ ସେଇଟା ନେଇକିରି କାହିଁକି ଏପଟେ ବିଜେଡି ଆଉ କଂଗ୍ରେସ କମନ୍ କ୍ୟାଣ୍ଡିଡେଟ୍ ଦେଇଛନ୍ତି ଡକ୍ଟର ଦତ୍ତେଶ୍ୱର ହୋତା, ଆଉ ସେପଟେ ମାନେ ସିନିୟର ନେତା ଦିଲ୍ଲୀପ ରାୟ ଇଣ୍ଡିପେଣ୍ଡେଣ୍ଟ କିନ୍ତୁ ବିଜେପି ସମର୍ଥିତ। ତ ରୋଚକ କଣ୍ଟେଷ୍ଟ ହେବ। ଜିତିବେ କେ ଜାଣିନି, ଆମେ ସ୍ପେକୁଲେଟ୍ କରିପାରୁ କାହିଁକି ଦିଲ୍ଲୀପ ରାୟର ଷ୍ଟାଚର ଏବଂ ତାର ରିସୋର୍ସେସ୍ ମୋତେ ଲାଗୁଛି, ଆପଣ ଯଦି ମୋତେ ପଚାରିବେ ମୁଁ କହିବି ଦିଲ୍ଲୀପ ରାୟର ସମ୍ଭାବନା ଅଧିକା ଜିତିବାର। ଏନିୱେ, ମୋର ତ কোনো পার্সোনাল স্টেক নাই, সো মোর গুড উইশেস টু অল দ্য ক্যান্ডিডেটস ইনক্লুডিং ডক্টর দত্তেশ্বর হোতা। কিন্তু এই রাজ্যসভা ইলেকশন নেইকিরি মোর পার্টিকুলার ইন্টারেস্ট হচ্ছে যে এই যে কমন ক্যান্ডিডেট বিজু জনতা দল নবীন পট্টনায়ক ଆଉ কংগ্রেস ভক্ত দাস মিশিকিরি কমন ক্যান্ডিডেট ଦେଇଛନ୍ତି। জিতিবে কি জিতিবেনি সেটা অলগা প্রশ্ন, কিন্তু এই কমন ক্যান্ডিডেট বিজেডি ଆଉ কংগ্রেস ভিতরে এই যে আরেঞ্জমেন্ট ହେଲା তার অর্থ କ'ଣ? ମୁଁ ଜାଣିଛି ମିଡ଼ିଆରେ ଅଲରେଡି ସ୍ପେକୁଲେସନ୍ ଆରମ୍ଭ ହେଇଯାଇଛି। ବିଜେଡି ଆଉ କଂଗ୍ରେସ କମନ୍ କ୍ୟାଣ୍ଡିଡେଟ୍ ଦେଇଛନ୍ତି, ତ ମିଡ଼ିଆରେ ରିପୋର୍ଟ ବି ବାହାରୁଛି ଯେ ନବୀନ ବିଜେପିକୁ ଛାଡ଼ି ଦେଇକିରି ଏବେ ବୋଧହୁଏ କଂଗ୍ରେସର ଇଣ୍ଡିଆ ଆଲାଏନ୍ସ, ରାହୁଲ ଗାନ୍ଧୀର ଇଣ୍ଡି ଆଲାଏନ୍ସରେ ବୋଧହୁଏ ସେପଟେ ଯିବେ। ସତରେ କ'ଣ ସେୟା? ରାଜ୍ୟସଭା ଇଲେକ୍ସନ୍ ନିର୍ବାଚନ ପରେ ନବୀନ ପଟ୍ଟନାୟକ କ'ଣ ସତରେ କଂଗ୍ରେସ ସାଙ୍ଗରେ ଯିବେ? ଏଗେନ୍ ମୋତେ ଯଦି ପଚାରିବେ ମୁଁ କହିବି ସମ୍ଭାବନା ନାହିଁ, ଏବଂ ସେଇ ବିଷୟରେ ଆଜି এই ଅଧ୍ୟାୟରେ କଥା ହେବି ଯେ କାହିଁକି ନବୀନ ବାବୁ ଇଜ୍ ନବୀନ ବାବୁ, ସେ କଂଗ୍ରେସ ଇଣ୍ଡିଆ ଆଲାଏନ୍ସକୁ ଯିବେନି। କାହିଁକି ଗଲେ ପରେ ତାର ଲୋକସାନ, କ୍ଷତି, ଲାଭ କମ୍ ଆସୁଛି ସେଇ ବିଷୟ। କିନ୍ତୁ ମୁଁ କହିଲି ମୋର ସବୁଠୁ ଅଧିକା ଇଣ୍ଟରେଷ୍ଟ ଏଥର ରାଜ୍ୟସଭା ଇଲେକ୍ସନ୍ ଓଡ଼ିଶା 4ଟା ସିଟ୍ ହେଉଛି କମନ୍ କ୍ୟାଣ୍ଡିଡେଟ୍। କାହିଁକି ମୁଁ ଦେଖିଲି, ଆପଣମାନେ ବି ଦେଖିଥିବେ, ଯେତେବେଳେ ଡକ୍ଟର ଦତ୍ତେଶ୍ୱର ହୋତାର ନାଁ ଆନାଉନ୍ସ କରିଲେ ନବୀନ ବାବୁ, ଆନାଉନ୍ସମେଣ୍ଟଟା କେଉଁଠି ହେଇଥିଲା? ନବୀନ ନିବାସରେ ହେଲା। ନବୀନ ନିବାସରେ ନବୀନ ପଟ୍ଟନାୟକର ପ୍ରେଜେନ୍ସରେ ଡକ୍ଟର ହୋତା ଛିଡ଼ା ହେଇଛନ୍ତି। ବହୁତ, ମୁଁ ପର୍ସନାଲି ତାକୁ ଚିହ୍ନିନି, କିନ୍ତୁ ମୁଁ ଜାଣିଛି ସେ ଜଣେ ବଡ଼ ଡାକ୍ତର। ନବୀନ ନିବାସରେ ଆନାଉନ୍ସମେଣ୍ଟ ହେଲା। ତାରପରେ କଂଗ୍ରେସ କହିଲା ସେ ଆମର ବି କ୍ୟାଣ୍ଡିଡେଟ୍। ତାରପରେ ଯେତେବେଳେ ଡକ୍ଟର ହୋତା ফাইনালি দিনে 2 দিন পরে নমিনেশন ফাইল କରିବାକୁ গেলে সেটি নবীন বাবু ବି উপস্থিত ଥିଲେ, ভক্তচরণ দাস ବି উপস্থিত ଥିଲେ, পিসিসি সভাপতি। ঠিক আছে, কিন্তু মোর ଆଜି এই অধ্যাୟରେ ଗୋଟେ ପ୍ରଶ୍ନ। এটা তো প্রথম থর ନୁହଁ ଯେ ଓଡ଼ିଶାରେ ଜଣେ କମନ୍ କ୍ୟାଣ୍ଡିଡେଟ୍ ଦିଆହେଉଛି। এটা ତ ପ୍ରଥମ ଥର ପାଇଁ ହଉନି। ମୁଁ ତ କହୁଛି 2019, 2024 ଯେମାନେ ଭୁଲି ଯାଇଥିବେ ଟିକେ ମନେ ପକାଇ କହୁଛି, ରାଜ୍ୟସଭା ଇଲେକ୍ସନରେ କମନ୍ କ୍ୟାଣ୍ଡିଡେଟ୍ ଥିଲା କେ? ଅଶ୍ୱିନୀ ବୈଷ୍ଣବ, ବର୍ତ୍ତମାନ କେନ୍ଦ୍ରୀୟ ମନ୍ତ୍ରୀ, ବହୁତ ପାୱାରଫୁଲ୍ ମନ୍ତ୍ରୀ। ସେ କମନ୍ କ୍ୟାଣ୍ଡିଡେଟ୍ ଥିଲେ। ବିଜୁ ଜନତା ଦଳ ଆଉ ଭାରତୀୟ ଜନତା ପାର୍ଟିର କମନ୍ କ୍ୟାଣ୍ଡିଡେଟ୍ ଅଶ୍ୱିନୀ ବୈଷ୍ଣବ। ତ ଅଶ୍ୱିନୀ ବୈଷ୍ଣବ 2019ରେ ପ୍ରଥମେ ଆପଣ ମନେ ରଖିବେ, ମନେ କରନ୍ତୁ, ପ୍ରଥମେ ନବୀନ ବାବୁ ଘୋଷଣା କରିଲେ, ବିଜେଡି ଘୋଷଣା କରିଲେ ଯେ ଅଶ୍ୱିନୀ ବୈଷ୍ଣବ ଆମର କ୍ୟାଣ୍ଡିଡେଟ୍ ହେବ, ଏବଂ ତାର କିଛି ସମୟ ପରେ ବିଜେପି କହିଲା ନା ନା ସେ ଆମର କ୍ୟାଣ୍ଡିଡେଟ୍ ହେବ। তো বিজেপির ক্যান্ডিডেট হেলে অশ্বিনী বৈষ্ণব এবং বিজু জনতা দল তাকে সমর্থন করে। 2024রে বিষয় বিজেপি কহিলা যে আমার ক্যান্ডিডেট অশ্বিনী বৈষ্ণব রাজ্যসভা, এবং সাথে সাথে বিজেডি বি কহিলা না না সে বি আমার সমর্থন আছে। কিন্তু যেତେବେଳେ অশ্বিনী বৈষ্ণবর না ঘোষণা ହେଇଥିଲା, অশ্বিনী বৈষ্ণব কোন নবীন নিবাস যাইଥିଲେ না সেই ঘোষণাটা নবীন নিবাসরে ହେଇଥିଲା? ନା ନବୀନ ବାବୁ ସାଙ୍ଗରେ ଅଶ୍ୱିନୀ ବୈଷ୍ଣବର 2019ରେ ଘୋଷଣା ଟାଇମ୍ରେ ଫଟୋ ଉଠିଥିଲା? ଉଠିନଥିଲା। ଅଶ୍ୱିନୀ ବୈଷ୍ଣବ ଯାଇନଥିଲେ। 2024ରେ ବି ସେୟା ଅଶ୍ୱିନୀ ବୈଷ୍ଣବ ବିଜୁ ଜନତା ଦଳ ଅଫିସ ଶଙ୍ଖ ଭବନ କିମ୍ବା ନବୀନ ନିବାସରେ ଯାଇକିରି ଫଟୋ ଉଠାଇ ନଥିଲେ ଆନାଉନ୍ସମେଣ୍ଟ ଟାଇମ୍।
ତାହେଲେ ଏଥର ଡକ୍ଟର ହୋତା ଯେତେବେଳେ ନା ଆନାଉନ୍ସ ହେଲା କମନ୍ କ୍ୟାଣ୍ଡିଡେଟ୍, ଏମାନେ କହୁଛନ୍ତି ଯେ ଡକ୍ଟର ହୋତା ହେଉଛନ୍ତି କମନ୍ କ୍ୟାଣ୍ଡିଡେଟ୍, କିନ୍ତୁ ଆନାଉନ୍ସମେଣ୍ଟ ଯେତେବେଳେ ହେଲା ଆନାଉନ୍ସମେଣ୍ଟ ହେଉଛି ନବୀନ ପଟ୍ଟନାୟକର ଉପସ୍ଥିତିରେ ନବୀନ ନିର୍ବାଚନ, ଭକ୍ତଚରଣ ଦାସ ନାହାନ୍ତି। ପରେ ନମିନେସନ ଟାଇମରେ ଫଟୋ ଫଟୋ ଉଠିଲା, সেটা ଅଲଗା। କିନ୍ତୁ ମୋର କଥା ହେଉଛି ତାହେଲେ ମେସେଜ କ'ଣ ଗଲା? এটা যে মেসেজ গলা যে অপোজিশন স্পেসরে ওড়িশারে শুনুন ভারতীয় জনতা পার্টি ଏବେ ক্ষমতাରେ ଅଛି ଏବଂ ମିନିମମ୍ 3 ବର୍ଷ ক্ষমতাରେ ରହିବେ, 5 ବର୍ଷ ପାଇଁ ଇଲେକ୍ଟେଡ୍ ହେଇଛନ୍ତି। তো ବିଜେପିର ক্ষমতাରେ ରହିବା ନେଇକିରି কোনো ଅନିଶ୍ଚୟତା ନାହିଁ। ସରକାର ଚାଲୁক ନା ଚାଲୁক ସରକାର ରହିବେ, ବିଜେପି ক্ষমତାରେ ରହିବେ ଓଡ଼ିଶାରେ। তো ଏବେ ଲড়াই ହେଉଛି ଅପୋଜିସନ ସ୍ପେସଟାକୁ ନେଇକି। তো সেই লড়াই কার ভিতরে হব? বিজেডি ଆଉ କଂଗ୍ରେସ। କାହିଁକି କଂଗ୍ରେସ କହୁଛନ୍ତି ଯେ ଆମର ରିଭାଇଭାଲ ହେଉଛି, ପୁନର୍ଜନ୍ମ ହବ, ପ୍ରତ୍ୟାବର୍ତ୍ତନ ହେଉଛି ଆମର। তো ଏସେନ୍ସିଆଲି କଂଗ୍ରେସ ଚାହୁଁଛି ଯେ ସେମାନେ ଉଠିବେ, ରିଭାଇଭ୍ କରିବେ। ବିଜେଡି ଓ ବର୍ଷର ପାର୍ଟି ক্ষমତାରେ ଥିଲେ 24 ବର୍ଷ, ତ ସେମାନେ ଚାହୁଁଛନ୍ତି ଯେ ଆମେ ଅପୋଜିସନ ଅଛୁ, ଆମେ ଅପୋଜିସନର ପୁରା ସ୍ପେସଟାକୁ କଭର କରି ରଖିବୁ, କଣ୍ଟ୍ରୋଲରେ ରଖିବୁ। ତାମାନେ ଅପୋଜିସନ ଭିତରେ ସ୍ପେସରେ লড়াই প্রিডমিনেন্টলি হচ্ছে বিজু জনতা দল ভার্সেস কংগ্রেস ভিতর। কিন্তু এই যে কমন ক্যান্ডিডেটর না আনাউন্স ହେଲା নবীন নিবাসরে নবীন পট্টনায়কর উপস্থিতিরে মেসেজ কোন গলা? মেসেজ ইয়াই গলা যে অপোজিশন স্পেসরে বিজেডি হচ্ছে বড় ভাই, বিগ ব্রাদার, নবীন পট্টনায়ক হচ্ছেন প্যাট্রিয়াক এবং কংগ্রেস ইনডাইরেক্টলি এটা কায় ମୋତେ ଯଦି ପଚାରିବେ ମୁଁ କହିବି ଏଟା କଂଗ୍ରେସ ପାଇଁ ଆତ୍ମଘାତୀ ଗୋଲ, ସେମ୍ ସାଇଡ୍ ଗୋଲ। କହୁଛନ୍ତି ଯେ ଆମେ ହଉଛୁ ରିଏଲ ଅପୋଜିସନ, ଆମେ ରିଭାଇଭ୍ କରିବୁ, କିନ୍ତୁ ଇନଡାଇରେକ୍ଟଲି এই ঘোষণা পরে ইনডাইরেক্টলি কংগ্রেস সারেন্ডার করিগলে, একসেপ্ট করিগলে যে বিজেডি নবীন পট্টনায়ক হচ্ছেন আমার বড় ভাই। সেই ହେଲା তো, মানে তার মেসেজটা কোন গলা? কমন ক্যান্ডিডেট নবীন নিবাসରୁ କାହିଁ ଆନାଉନ୍ସ ହେଲା? ନବୀନ ପଟ୍ଟନାୟକ କାହିଁ ଆନାଉନ୍ସ କରୁଛନ୍ତି? କଂଗ୍ରେସ ବାଲା କୋଉଠି ଥିଲେ ସେତେବେଳେ? ତ ଏଇଟା ଗୋଟେ ମେସେଜ ଗଲା ଯେ ବିଜେଡି ହଉଛି ବିଗ ବ୍ରଦର ଅପୋଜିସନ ସ୍ପେସ, ক্ষমতাରେ ନାହିଁ କିନ୍ତୁ ଅପୋଜିସନ ମେନ୍ ବିଜୁ ଜନତା ଦଳ ଏବଂ କଂଗ୍ରେସ ପାଇଁ ଏଟା ଗୋଟେ ଆତ୍ମଘାତୀ ଗୋଲ। ମାନେ ମୁଁ ଜାଣିନି ଯେ କଂଗ୍ରେସର କ୍ୟାଲକୁଲେସନ କ'ଣ, ମୁଁ ସତରେ ଆଶ୍ଚର୍ଯ୍ୟ। ସେମାନେ କହୁଛନ୍ତି କାହିଁ କଂଗ୍ରେସର ଏବେ ଓଡ଼ିଶାରେ ଅସ୍ତିତ୍ୱର ଲଢ଼ାଇ, ସେମାନଙ୍କୁ ରହିବାକୁ ହେଲେ ରିଭାଇଭ୍ କରିବା ପଡ଼ିବ, ପ୍ରତ୍ୟାବର୍ତ୍ତନ କରିବା ପଡ଼ିବ ଏବଂ କହିବା ପଡ଼ିବ ଯେ ଆମେ ହିଁ ହେଉଛୁ ରିଏଲ ଅପୋଜିସନ। କାହିଁ ଏତେ ବର୍ଷ ଧରିକି ତ କଂଗ୍ରେସ ବାଲା ବି ନିଜେ କହୁଥିଲେ ଏତେ ଦିନ ଯେ ବିଜେପି ଆଉ ବିଜେଡି ହେଉଛି ଏ ଟିମ୍ ଆଉ ବି ଟିମ୍, ତାହେଲେ ଏବେ ସଡନଲି ଚେଞ୍ଜ ହେଇଗଲା କାହିଁକି? ଖାଲି ଗୋଟେ ରାଜ୍ୟସଭା ସିଟ୍ ଜିତିବା ପାଇଁ? ଧରନ୍ତୁ কমন ক্যান্ডিডেট কংগ্রেস ଦେଇନଥିଲା, ହାଇପୋଥେଟିକାଲି କମନ କ୍ୟାଣ୍ଡିଡେଟ୍ ନାହିଁ, ଦେଲେନି, କଂଗ୍ରେସ ନିଜର କ୍ୟାଣ୍ଡିଡେଟ୍ ଛିଡ଼ା କଲା ଏବଂ ସେହି କ୍ୟାଣ୍ଡିଡେଟ୍ ହାରିଲା। କାହିଁକି? ଭୋଟ ତ ମିଳିବନି, ଷ୍ଟ୍ରେଙ୍ଗଥ ନାହିଁ ଆସେମ୍ବଲି, তো ডিফিট, পরাজয় নিশ্চিত। কোন ক্ষতিটা ହେଇଥାନ୍ତା? ডক্টর হোতা জিতিলে ବି কোন লাভটা হব কংগ্রেস ପାଇଁ? ଆଉ ହାରିଲେ ପରେ ଧରନ୍ତୁ ନିଜର କ୍ୟାଣ୍ଡିଡେଟ୍ ଦେଲେ, କମନ କ୍ୟାଣ୍ଡିଡେଟ୍ ନୁହଁ, ଆଉ ଜଣେ କ୍ୟାଣ୍ଡିଡେଟ୍ ଦେଲେ, কোন ক্ষতিটা ହେଇଥାନ୍ତା? କିନ୍ତୁ ଗୋଟେ ବଡ ମେସେଜଟା ଯାଇଥାନ୍ତା। କଂଗ୍ରେସର ଯେତେ ସମର୍ଥକ କର୍ମୀ, ମାନେ ଯେମାନେ ଭୋଟାର, ଯେମାନେ ଚାହୁଁଛନ୍ତି ଯେ କଂଗ୍ରେସ ଓଡ଼ିଶାରେ ରିଭାଇଭ୍ କରୁ, ସେମାନଙ୍କ ପାଖରେ ଗୋଟେ ମେସେଜ ଯାଇଥାନ୍ତା, ଆଗ୍ରେସିଭ ମେସେଜ ଯେ ଆମେ ହଉଛୁ ରିଏଲ ଅପୋଜିସନ, ଆମେ ବିଜେଡି ଫିଜେଡିର ବିଗ ବ୍ରଦର ଏସବୁ ମାନିବୁନି, ଆମେ ହଉଛି আসল অপোজিশন। সেই মেসেজটা যাইଥାନ୍ତା, কিন্তু ଏବେ সেই মেসেজ কম্প্রোমাইজ ହେଇଗଲା, ডাইলুটেড ହେଇଗଲା। କାହିଁ ଆପଣମାନେ ମାନିନେଲେ ଯେ ବଡ଼ ଭାଇ ଅପୋଜିସନ ସ୍ପେସରେ ବିଜେଡି, ତାହେଲେ ଏଇ କମନ କ୍ୟାଣ୍ଡିଡେଟ୍ ଦେଲା ପରେ ଲାଭ କ'ଣ ହେଲା ଆଉ କ୍ଷତି କ'ଣ ହେଲା? କାହାର କ'ଣ ଲାଭ ହେଲା? ମୋର ଧାରଣା କଂଗ୍ରେସର ପ୍ରବଳ କ୍ଷତି ହେଇଛି। ଏଇ ଯୋଉ ନ୍ୟାରେଟିଭ ବିଲ୍ଡିଂରେ, ପୋଜିସନିଂରେ, ଆପଣ ତ ଗୋଟେ ରିଭାଇଭ୍ କରିବାକୁ ହେଲେ ଆପଣଙ୍କୁ ଗୋଟେ ପୋଜିସନ ନେବା ପଡ଼ିବ, ଗୋଟେ ଲୋକ ପାଇଁ, ଭୋଟାର ପାଇଁ ନ୍ୟାରେଟିଭ ତିଆରି କରିବାକୁ। সেই ନ୍ୟାରେଟିଭଟା କମ୍ପ୍ରମାଇଜ ହେଇଗଲା, ୱିକ୍ ହେଇଗଲା, ଡାଇଲୁଟେଡ୍ ହେଇଗଲା। କାହିଁ ଆପଣମାନେ କହୁଛନ୍ତି ଯେ ଆମେ ରିଭାଇଭ୍ କରିବୁ, କିନ୍ତୁ ବିଜେଡି ହେଉଛି ବଡ଼ ଭାଇ, ତାହେଲେ ଆମେ ଯଦି ରିଭାଇଭ୍ ବି କରିବୁ ଆମେ ସାନ ଭାଇ ହେଇକରି ରହିବୁ, ମାନେ ବିଜେଡିର ମାର୍ସିରେ ଆମେ ରହିବୁ ଅପୋଜିସନ ସ୍ପେସ୍।
So you are actually not that strong a claimant to that position, opposition space. You have already considered defeat before even waging a battle. মানে এটা মোর অ্যানালিসিস, ভুলেই পারে। এটা ভক্তবাবু ভক্তচরণ দাস কংগ্রেসর বড় বড় নেতা মোর ସାଙ୍ଗରେ ডিসএগ্রি করি পারନ୍ତି, কিন্তু এটা মোর ଆନାଲିସିସ୍ ଯେ ଏଟା କ'ଣ ଆଉ ଧରନ୍ତୁ ଡକ୍ଟର ହୋତା କମନ କ୍ୟାଣ୍ଡିଡେଟ୍ ଦେଇଛନ୍ତି ଏବେ, ଇରେସ୍ପେକ୍ଟିଭ ଅଫ୍ ଦ ରଙ୍ଗ ମେସେଜିଂ ଡକ୍ଟର ହୋତା ଜିତିଗଲେ। ମୁଁ ତ କହୁଛି ଦିଲ୍ଲୀପ ରାୟର ଜିତିବାର ସମ୍ଭାବନା ଅଧିକା ଗିଭେନ୍ ଇଜ୍ ଷ୍ଟାଚର ଆଣ୍ଡ ରିସୋର୍ସେସ୍। କିନ୍ତୁ ଧରନ୍ତୁ ଡକ୍ଟର ହୋତା ଜିତିଗଲେ, କଂଗ୍ରେସର କ'ଣ ଲାଭଟା ହେବ? ପୁରା କ୍ରେଡିଟ୍ 90% କ୍ରେଡିଟ୍ ବିଜେଡି ଆଉ ନବୀନ ବାବୁ ନେଇଯିବେ, କାହିଁ ସେ ତ ଆନାଉନ୍ସ କରିଥିଲେ, ସମସ୍ତେ ଓଡ଼ିଶାବାସୀ ଦେଖିଛନ୍ତି। তো ক্রেডিট কে নেবে? ও 90% ক্রেডিট ଯିବ ବିଜୁ ଜନତା ଦଳ ପାଖରେ। କଂଗ୍ରେସର ତାହେଲେ আসল ଲାଭଟା କ'ଣ ହେଲା? ମୋର ଧାରଣା କ୍ଷତି ଏଇଦିକା ହେଇଛି, କିନ୍ତୁ ନବୀନ ପଟ୍ଟନାୟକ ପାଇଁ ବଡ଼ ଗୋଟେ ଲାଭ ହେଇଛି, ଏବଂ ମୁଁ କହିବି ଭାରତୀୟ ଜନତା ପାର୍ଟି ପାଇଁ ବି ବଢ଼ିଆ ଲାଭ ହେଇଛି। ଯେମାନେ ଓଡ଼ିଶା ରାଜନୀତି ନେଇକିରି ଚର୍ଚ୍ଚା କରୁଛନ୍ତି ଏବଂ ଜାଣିଛନ୍ତି ଯେ আসল ଘଟଣା କ'ଣ, ଭାରତୀୟ ଜନତା ମାନେ ଓଡ଼ିଶା ରାଜନୀତି ଯେମାନେ କଣ୍ଟ୍ରୋଲ କରୁଛନ୍ତି, ମାନେ ସେମାନେ ନେସେସାରିଲି ଓଡ଼ିଶାରେ ରହୁନାହାନ୍ତି, ଅନ୍ୟ ଜାଗାରେ ରହୁଛନ୍ତି, ଦିଲ୍ଲୀରେ ରହୁଛନ୍ତି କି କୋଉଠି ରହୁଛନ୍ତି, କିନ୍ତୁ ଏମିତି କିଛି ଲୋକ ଅଛନ୍ତି ଯେମାନେ ପୁରା ଓଡ଼ିଶା ରାଜନୀତି କଣ୍ଟ୍ରୋଲ କରୁଛନ୍ତି ଏବଂ ସେମାନେ ଚାହୁଁଛନ୍ତି ଯେ ବିଜେପି ଏବେ କ୍ଷମତାରେ ଅଛି, ତ ସେମାନଙ୍କ ପାଇଁ ମାନେ ମୁଁ କହୁନି ଯେ ଏମାନେ ବିଜେପିର ଲୋକ ନୁହେଁ, ଏମାନେ ବିଜେପିର ଲୋକ କିମ୍ବା ଅନ୍ୟ ପାର୍ଟିରେ ବି ହେଇପାରେ। ତ ଏମାନର ଇଣ୍ଟରେଷ୍ଟ ହେଉଛି ବିଜେପିରେ କ୍ଷମତାରେ ରହିବ, ବିଜେପି କ୍ଷମତାରେ ରହିବ, ଆଉ ବିଜେପି ଅପୋଜିସନ୍ ସ୍ପେସ୍ଟା ବିଜୁ ଜନତା ଦଳ ଅକୁପାଇ କରିବ। କାହିଁ ଭାରତୀୟ ଜନତା ପାର୍ଟି ପାଇଁ ବିଜେଡି ଇଜ୍ ନଟ୍ ଦ ପ୍ରାଇମ୍ ଏନିମି। ଭାରତୀୟ ଜନତା ପାର୍ଟି ପାଇଁ ସବୁଠୁ ବଡ଼ ଶତ୍ରୁ ହେଉଛି କଂଗ୍ରେସ ଏବଂ ରାହୁଲ ଗାନ୍ଧୀ। ସେମାନେ ଚାହୁଁନାହାନ୍ତି ଯେ କଂଗ୍ରେସ ଓଡ଼ିଶାରେ ରିଭାଇଭ୍ କରୁ। ତ କଂଗ୍ରେସ ଯଦି ନନ୍ ରିଭାଇଭାଲର ବନ୍ଦୋବସ୍ତ ଆପଣଙ୍କୁ କରିବାକୁ ପଡ଼ିବ, ଯେ କଂଗ୍ରେସ ଯେମିତି ହେଲେ ବି ରିଭାଇଭ୍ କରିବନି, ତାର ଅର୍ଥ ହେଉଛି ଆପଣଙ୍କୁ ବିଜେଡିକୁ ଷ୍ଟ୍ରଙ୍ଗ କରିକିରି ରଖିବାକୁ ପଡ଼ିବ। ବିଜେଡି ଅପୋଜିସନ୍ ସ୍ପେସ୍ଟା ମେନ୍ କଣ୍ଟ୍ରୋଲ କରିବେ, ଅକୁପାଇ କରିକିରି ରଖିବେ, এটা ହେଉଛି ବିଜେପିର ବି ଇଣ୍ଟରେଷ୍ଟ ଏବଂ ଯେମାନେ ରାଜ୍ୟ ଚଲାଉଛନ୍ତି আসলে ସେମାନଙ୍କର ଇଣ୍ଟରେଷ୍ଟ ଯେ କ୍ଷମତାରେ ବିଜେପି ରହିବେ, ଅପୋଜିସନ୍ ସ୍ପେସ୍ରେ ବିଜେଡି ରହିବେ କଣ୍ଟ୍ରୋଲ କରିକି, ତାହେଲେ ପୁରା ଆମର ବଢ଼ିଆ ଚାଲିବ। ଏବଂ ଏଇଟା ତ ମୁଁ ସବୁ ଟାଇମ୍ରେ କହୁଛି, ବିଜେଡି ହେଉଛି ବିଜେପିର ବି ଟିମ୍, ବଢ଼ିଆ ଗୋଟେ ସିମ୍ବାୟୋଟିକ୍ ରିଲେସନସିପ୍, ବଢ଼ିଆ ଗୋଟେ ରିଲେସନସିପ୍ ତିଆରି ହେଇଯାଇଛି ବର୍ଷ ବର୍ଷ ଧରିକିରି। ଆଉ ପୁରାଣା କଥା ନୂଆ, এটা ଆଉ ନୂଆ କରିକିରି ମୋର କହିବାର ନାହିଁ। ଏବଂ এই যে ବିଜେଡି କ୍ଷମତାଚ୍ୟୁତ ହେଲା ପରେ এই যে ମୁଁ କହିଥିଲି ଚୁନ୍ ଚୁନ୍କେ ନେଇଗଲେ 8 ଜଣ 9 ଜଣ ଅଫିସରକୁ, ଆଇଏଏସ୍ ଆଇପିଏସ୍ ଓଡ଼ିଶାରୁ ନେଇଗଲେ, ଏମାନେ ବିଜେଡିର ଲୋକ ଥିଲେ, ସେମାନଙ୍କ ବିରୁଦ୍ଧରେ ତଦନ୍ତ ଛାଡ଼ି ଦିଅନ୍ତୁ, କିନ୍ତୁ ଚୁନ୍ ଚୁନ୍କେ ନେଇଗଲେ। ତାର ଅର୍ଥ କ'ଣ? ତାର ଅର୍ଥ ହେଉଛି ବିଜେଡି ଆଉ ବିଜେପି ଭିତରେ ବଢ଼ିଆ ଗୋଟେ ଅଣ୍ଡରଷ୍ଟାଣ୍ଡିଂ ଚାଲିଛି, ଆମେ ତମକୁ ପ୍ରୋଟେକ୍ସନ୍ ଦେଉଛୁ, ପ୍ରୋଟେକ୍ଟିଭ ରିଙ୍ଗ ଭିତରେ ଏମାନେ ଅଛନ୍ତି। ତ ଏବେ କଂଗ୍ରେସ ତ ବିଜେଡି ସାମ୍ନାରେ ସରେଣ୍ଡର କରିଯାଇଛନ୍ତି। এই কমন ক্যান্ডিডেট দেলা ইয়েরে মেসেজ পলাইলা যে বিজেডি হচ্ছে আমার বড় ভাই, বিজেডি তো বিজেডি ভাই ভালো সুবিধা। এবং এই যাহা বি ভিতরে ভিতরে যাহা বি বিজেপি ভিতরে আন্ডারস্ট্যান্ডিং থাউ না থাউ, বিজেডি ଆଉ বিজেপি গোটে আক্টিং করে চালিবে। এটলিস্ট নেক্সট পঞ্চায়েত ইলেকশন যায়, নেক্সট ইয়ার পঞ্চায়েত ইলেকশন হবে, বিজেডি গোটে আক্টিং করিবে লোক আগেরে, କାହିଁକି ନିଜର ଅସ୍ତିତ୍ୱଟା ରଖିବା ପଡ଼ିବ ଅପୋଜିସନ୍ ହିସାବରେ। ତ ଡ୍ରାମା କରିବେ ଏବଂ ସେମାନେ ପଞ୍ଚାୟତ ଇଲେକ୍ସନରେ ପାର୍ଟିକୁଲାରଲି ଗୋଟେ ପ୍ରବଳ କଣ୍ଟେଷ୍ଟ କରିବେ, ମାନେ ଲୋକକୁ ଇଏ କରିବା ପାଇଁ, କନଭିନ୍ସ କରିବା ଯେ ଆମେ ସତରେ ଅପୋଜିସନ୍, ଇରେସ୍ପେକ୍ଟିଭ ଅଫ୍ ଭିତରେ ଭିତରେ କ'ଣ ଅଣ୍ଡରଷ୍ଟାଣ୍ଡିଂ ଅଛି, କିନ୍ତୁ ଲୋକକୁ ଦେଖେଇବା ପଡ଼ିବ, ଇମ୍ପ୍ରେସ୍ କରିବା ପଡ଼ିବ। ତ ପଞ୍ଚାୟତ ଇଲେକ୍ସନରେ ବି ପ୍ରବଳ କଣ୍ଟେଷ୍ଟ ହେବ ବିଜେଡି ଆଉ ବିଜେପି ଭିତରେ। এই କଣ୍ଟେଷ୍ଟଟା ମୋର ଧାରଣା ନେବାର ଥିଲା କଂଗ୍ରେସ। କଂଗ୍ରେସ ଅଲଗା ଚାହିଁବେ, ଟ୍ରାଇ କରିବେ ରିଭାଇଭ୍ କରିବା ପାଇଁ ଏବଂ ଅପୋଜିସନ୍ ସ୍ପେସ୍ଟାକୁ ଅକୁପାଇ କରିବା ପାଇଁ। সেটা না କରିକିରି ଗୋଟେ ରାଜ୍ୟସଭା ସିଟ୍ ପାଇଁ ସେମାନେ ଗୋଟେ ରଙ୍ଗ ମେସେଜ ପଠାଇଲେ। ଏବଂ ମୁଁ ତ କହିଲି ଡକ୍ଟର ହୋତା ଜିତିଲେ ବି କଂଗ୍ରେସର କ'ଣ ରିଭାଇଭାଲ ହେଇଯିବ?
ଓଡ଼ିଶାରେ ନା କ୍ରେଡିଟ୍ ତ ଆଜ୍ ଇଟ୍ ଇଜ୍ ନବୀନ ବାବୁ ନେଇଯିବେ, କଂଗ୍ରେସ ପାଇଁ 10% କ୍ରେଡିଟ୍ ବି ମିଳିବ। ତ ଏବେ ବିଜେଡିର ଅସ୍ତିତ୍ୱ ପାଇଁ, ବିଜେଡିର ଅସ୍ତିତ୍ୱ ପାଇଁ, ଡେସ୍ପାଇଟ୍ ଅଲ୍ ଦେୟାର ଅଣ୍ଡରଷ୍ଟାଣ୍ଡିଂ, ଅଣ୍ଡର ଦ ଟେବଲ୍ ଅଣ୍ଡରଷ୍ଟାଣ୍ଡିଂ ବିଜେପି ସାଙ୍ଗରେ ସେମାନଙ୍କୁ ଗୋଟେ ପବ୍ଲିକ୍ ପୋଶ୍ଚରିଂ ନେବା ପଡ଼ିବ ଯେ ଆମେ ବିରୋଧୀ ଦଳ ଏବଂ ଆମେ ସମସ୍ତ ବିଜେପିକୁ ବିରୋଧ କରୁ। ভিতরে ভিতরে ওয়াকফ বিল দেখিলে কিছুদিন তলে কিছু মাস তলে অ্যাবস্টেন্ড করে গেলে বিজেপিকে সুবিধা করে দেবে, এসবও হব, কিন্তু পাবলিক পোস্টারিং করতে হব যে আমি বিজেপিকে অপোজ করুছি, আমি প্রিন্সিপাল অপোজিশন। এই রাজ্যসভা ইলেকশন নবীন পটনায়ককে সেই সুবিধাটা দেইদেলা লাভ করাই দেলে। এই আপন যদি এই কমন ক্যান্ডিডেটর লাভ ক্ষতি অডিট করিবে যে কার লাভ ହେଲା কার କ୍ଷତି ହେଲା, ମୁଁ କହିବି ନବୀନ ବାବୁର ଲାଭ ହେଲା, ତାର ସେ ଯୋଉ ଅପୋଜିସନ ସ୍ପେସଟାକୁ କଂଗ୍ରେସ ଦେଇଦେଲେ, ଆଉ କ୍ଷତି କଂଗ୍ରେସର ହେଲା। ଏବେ ଫାଇନାଲି ଆନାଲିସିସରେ ଜିତିବେ କି ମୁଁ ଜାଣିନି, 2-3ଟା 4ଟା ସିଟ୍ ଇଲେକ୍ଟେଡ ହବ, ତାର ଭିତରେ 3ଟା ସିଟ୍ ପାକ୍କା, ମାନେ ଅଛି ବିଜେପିର 2ଟା ଆଉ ବିଜେଡିର 1। কমন ক্যান্ডিডেট ডক্টর হোতা ভার্সেস দিলীপ রায়, সেটা রোচক কন্টেস্ট হব। তো দেখা যাও কোন হচ্ছে। এবং এই যে কংগ্রেস সাଙ୍ଗরে বিজেপি এই বিজেডি পলাইব রাজ্যসভা নির্বাচন পরে, কাইকে যে স্পেকুলেশন চালিছে তার সম্ভাবনা প্রবল ক্ষীণ, মতে প্রচারে মু কবি জমা নাই। এই যে আন্ডারস্ট্যান্ডিং বিজেডি আর বিজেপি ভিতরে আছে, এবং মু যে কইলি চুন চুনকে অফিসার মানুষ নেই গেলে, এই যে প্রোটেকশন রিং বিজেডি যে মানে বিজেডিକୁ যে মানে সত্যরে চলাউଛନ୍ତି, যে 3-4 জন কি ଯାହା ବି ହଉ 5 জন যেମାନର ଅଣ୍ଡରରେ କଣ୍ଟ୍ରୋଲରେ ବିଜେଡି ଅଛି, ସେମାନର এই প্রোটেকশনটা দরকার, এই প্রোটেকশন নিহাতি আবশ্যক। তো এই প্রোটেকশনটা ସେମାନେ ছাড়িবে কাইকি, এটা তো নিজের মানে ডু অর ডাই ব্যাটল। তো এই প্রোটেকশন ছাড়িবা স্থিতিରେ ଏମାନେ ନାହାନ୍ତି। ତ ଏମାନେ ଯେମିତି ଅଛନ୍ତି ସେମିତି ଅଛନ୍ତି, କେବେ ବି ଇଣ୍ଡିଆ ଆଲାଏନ୍ସକୁ ଯିବେନି, କଂଗ୍ରେସକୁ ଯିବେନି। ମୁଁ କଥାବାର୍ତ୍ତା ହେଲି କିଛି ବିଜେଡି ନେତା ସାଙ୍ଗରେ, এই যে কমন ক্যান্ডিডেট নবীন বাবু ପାଇଁ এটা ଗୋଟେ পুরা ট্রানজাকশনাল। ମୋର ଏବେ ଦରକାର ଅଛି, କଂଗ୍ରେସ କହିଲା ଯେ ସପୋର୍ଟ କରିବି, ଦେଇଦିଅ ସପୋର୍ଟ କର, ତାର ଅର୍ଥ ଇୟା ନୁହଁ ଯେ ମୁଁ ପରେ କଂଗ୍ରେସ ସାଙ୍ଗରେ ଇଣ୍ଡିଆ ଆଲାଏନ୍ସକୁ ପଳାଇବି। ବିଜେଡିର ଅସ୍ତିତ୍ୱ ପାଇଁ ବିଜେପି ସାଙ୍ଗରେ ଗୋଟେ যে আন্ডারস্ট্যান্ডিং ଅଛି আনরিটেন, সেটা রহিবা নিহাতি আবশ্যক। সেয়া পাই ମୁଁ କହୁଛି নবীন বাবু কংগ্রেস সাଙ୍ଗରେ ଯିବାର ସମ୍ଭାବନା পোস্ট রাজ্যসভা ইলেকশন ବହୁତ ବହୁତ କମ୍ କିମ୍ବା ଅଲମୋଷ୍ଟ ନିଲ୍, ଜିରୋ। ଆଜି ପାଇଁ ଏତିକିରେ, ପୁଣି କଥା ହେବି ଆଗାମୀ ଅଧ୍ୟାୟରେ। ମୋର ଏ ୟୁଟ୍ୟୁବ ଚ୍ୟାନେଲ ମୁଁ ରୁବେନ କହୁଛି, ସେୟାର କରନ୍ତୁ, ଲାଇକ୍ କରନ୍ତୁ। ଆଉ ମୁଁ ଭାବୁଛି ଯେ ମୋର এই ଚ୍ୟାନେଲର ରିଚ୍ କମାଇବା ପାଇଁ ଗୋଟେ ଯୋଜନା ଚାଲିଛି। 6 ମାସ ତଳେ ମୋର ଚ୍ୟାନେଲ ରିମୁଭ୍ ହେଇଯାଇଥିଲା, କାହିଁକି ବୋଧହୁଏ ଜଣେ 2 জন ଲୋକ, ବଡ଼ ବଡ଼ ଲୋକ, ମାନେ କ୍ଷମତାଶୀଳ ଲୋକ ରାଗି ଯାଇଥିଲେ ମୋର ଉପରେ। ଏବେ ବି ସେମାନେ ବୋଧହୁଏ ମୋର ଉପରେ ରାଗିଛନ୍ତି। ତ ମୋର ରିଚ୍ କମାଇବା ପାଇଁ ବନ୍ଦୋବସ୍ତ ଚାଲିଛି, କାହିଁକି ମୁଁ ଦେଖୁଛି ଯେ ଲୋକମାନେ ମୋର ଯେ ସବସ୍କ୍ରାଇବର, ଯେମାନେ ମୋତେ ଫଲୋ କରନ୍ତି, ଅଧିକାଂଶ ଲୋକ নোটিফিকেশন ପାଉନାହାନ୍ତି, ରେକମେଣ୍ଡେସନ ପାଉନାହାନ୍ତି, ମୋର ଭିଡ଼ିଓ ଯାଉନି, ପହଞ୍ଚୁନି, ରିଚ୍ ଦେ ଭିଡ଼ିଓଜ ଆର୍ ଅନଏବଲ୍ ଟୁ ରିଚ୍। ତ ସେୟା ପାଇଁ ମୁଁ ଆପଣମାନଙ୍କୁ ଅନୁରୋଧ କରୁଛି, ମୋର ଭିଡ଼ିଓ ସାର୍ଚ୍ଚ କରିକିରି ଦେଖନ୍ତୁ ଏବଂ ଦେଖିଲା ପରେ ଅଧିକା ସେୟାର କରନ୍ତୁ। খুব জলদি দেখা হব। নমস্কার। ମୁଁ ରୁବେନ କହୁଛି।